ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ମଜା ଗପଟିଏ ପଢିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କଣ? ସେ ଗପଟିର ନାଁ ହେଉଛି ହଡ଼ା ବଳଦ। ତ ପିଲାମାନେ ବହୁତ ସୁନ୍ଦର ମଜା ଗପଟିଏ ଅଛି। ଏଇ ଗପଟି ଗୋଟିଏ କୁକୁର ଆଉ ହଡ଼ା ବଳଦକୁ ନେଇକି ଲେଖାଯାଇଛି। ତ ପିଲାମାନେ ଏହି ସୁନ୍ଦର ମଜା ଗପଟିକୁ ଆଜି ଆମେ ଭଲ ଭାବରେ ପଢିବା ଏବଂ ଶୁଣିବା। ତା ପୂର୍ବରୁ ତମେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଜଲ୍ଦି ଜଲ୍ଦି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ। ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ ଯାହାଫଳରେ ଯେତେବେଳେ ବି ମୁଁ ଏହିଭଳି ଗୋଟିଏ ଲେଖାଏ ଗପ ପଢିବି ଏବଂ ଶୁଣେଇବି ତମାନେ ସହଜରେ ପଢିପାରିବ ଏବଂ ଶୁଣିପାରିବ। ତ ପିଲାମାନେ ପ୍ରଥମେ ଆମେ ଗପଟିକୁ ପଢି ନେବା, ତାପରେ ବୁଝିବା। ତ ପିଲାମାନେ ପ୍ରଥମେ ଏବେ ଆମେ ପଢିବା ଗପଟିକୁ। ହଡ଼ା ବଳଦ। ପିଲାମାନେ ଗପଟିର ନାଁ କଣ ନା ହଡ଼ା ବଳଦ ହେଲା। ତ ପିଲାମାନେ ଦେଖିବା ଆମେ ପଢିବା ଗପଟିରେ କଣ କୁହାଯାଇଛି ବା ହଡ଼ା ବଳଦ ଆଉ କୁକୁର ବିଷୟରେ କଣ କୁହାଯାଇଛି। ହଡ଼ା ବଳଦଟିଏ ଗୋଟିଏ ପଡ଼ିଆରେ ଘାସ ଚରୁଥାଏ। ତ ପିଲାମାନେ ଦିନେ କଣ ହେଇଛି ନା ହଡ଼ା ବଳଦଟି ସେ କଣ କରୁଥିଲା ନା ପଡ଼ିଆରେ ଘାସ ଚରୁଥାଏ। ହଡ଼ା ବଳଦକୁ ଦେଖି ବୁଲା କୁକୁରଟିଏ ତା ପାଖକୁ ଆସି କହିଲା, ହେ ବଳଦ, ତୁ ଖଟି ଖଟି ଆସି ବୁଢ଼ା ହେଲୁ, ତତେ ଏବେ କଣ ଚାଷୀ ଆଉ ଭଲ ଖାଇବାକୁ ଦେଉନି? ସେଠୁ ବଳଦ କହିଲା, ଆରେ ମୁଁ ଯେତେବେଳେ ଦାମୁଡ଼ି ଥିଲି ସେତେବେଳେ ମତେ ଚାଷୀ ଓ ତାର ପରିବାର ମତେ ବହୁତ ଭଲ ପାଉଥିଲେ। ତ ପିଲାମାନେ ଗୋଟିଏ ହଡ଼ା ବଳଦ ଯେତେବେଳେ ପଡ଼ିଆରେ ଘାସ ଚରିବା ପାଇଁ ଆସିଛି, ସେତେବେଳେ କଣ ହେଇଛି ନା ଗୋଟିଏ କୁକୁର ସହିତ ହେଲା, ବୁଲା କୁକୁର ସହିତ ତାର ଦେଖା ହେଇଛି ହେଲା। ସେଇ ସମୟରେ ବୁଲା କୁକୁରଟି ତାର ପାଖକୁ ମଧ୍ୟ ଆସିଛି ଆଉ ତାକୁ କହିଛି, ହେ ବଳଦ, ତୁ ଖଟି ଖଟି ଆସି ବୁଢ଼ା ହୋଇଗଲୁଣି ହେଲା, ତତେ ଏବେ କଣ ଚାଷୀ ଆଉ ଭଲ ଖାଇବାକୁ ଦଉନି ବା ତୋ ମାଲିକ ଆଉ ତତେ କଣ ଭଲ ଖାଇବାକୁ ଦେଉନି? ସେଇଠୁ ଏଇଭଳି ପ୍ରଶ୍ନ ଶୁଣିବା ପରେ ହେଲା କୁକୁର ଠାରୁ ବଳଦଟି ମଧ୍ୟ କହିଛି କଣ ନା, ଆରେ ମୁଁ ଯେତେବେଳେ ଦାମୁଡ଼ି ଥିଲି ସେତେବେଳେ ମତେ ଚାଷୀ ଓ ତାର ପରିବାର ମତେ ବହୁତ ଭଲ ପାଉଥିଲେ ହେଲା। ମୁଁ ଯେତେବେଳେ ଦାମୁଡ଼ି ଥିଲି କଣ ପିଲାମାନେ ନା, ମୁଁ ଯେତେବେଳେ କଣ କାମ କରୁଥିଲି ହେଲା, ମୋର ଯେତେବେଳେ ବୟସ ଥିଲା ମୁଁ ସେତେବେଳେ ବହୁତ ଭଲ କାମ କରୁଥିଲି, ସେତେବେଳେ ଚାଷୀ ଆଉ ତାର ପରିବାର ମତେ ବହୁତ ଭଲ ପାଉଥିଲେ। ତ ପିଲାମାନେ ତାପରେ ଦେଖିବା ବଳଦଟି ପୁଣି କଣ କହିଛି କୁକୁରକୁ, ମୁଁ ବି ବହୁତ କାମ କରୁଥିଲେ ବି ହାଲିଆ ହୁଏ ନା, ମତେ ବି ଖୁବ ଭଲ ଖାଇବା ମିଳୁଥିଲା। ତ ପିଲାମାନେ ବଳଦଟି ପୁଣି କୁକୁରକୁ କହୁଛି ଯେ ମୁଁ ଯେତେବେଳେ ମୋର ବୟସ ଥିଲା, ମୁଁ ଯେତେବେଳେ ବହୁତ ଭଲ କାମ କରୁଥିଲି ଆଉ ଯେତେ କାମ କରୁଥିଲେ ବି ମୁଁ ହାଲିଆ ହୁଏ ନା, ମତେ ଚାଷୀ ଖୁବ ଭଲ ପାଉଥିଲା ହେଲା, ଖୁବ ଭଲ ଖାଇବା ମଧ୍ୟ ଦଉଥିଲା। କିନ୍ତୁ ଏବେ ମୁଁ ବୁଢ଼ା ହେଇଯିବାରୁ ଆଉ କାମ ଠିକ ସେ କରିପାରୁନି, ଚାଷୀ ମତେ ଆଉ ଆଗ ଭଳି ଭଲ ପାଉନି କି ଆଗ ଭଳି ଖାଇବା ମଧ୍ୟ ଦେଉନି। ହେଲେ ମୁଁ ବୁଢ଼ା ହେଇଯିବାରୁ ଆଉ କାମ କରିପାରୁନି। ତ ପିଲାମାନେ ଯେହେତୁ ସେ ବୁଢ଼ା ହୋଇଯାଇଛି, ଆସି ଆଉ ପୂର୍ବ ଭଳି କାମ କରିପାରୁନି। ଚାଷୀର କାମ ଠିକ ନ କରିବାରୁ ସେ ଆଉ ଗୋଟିଏ ବଳଦ ଆଣି କାମ କରାଉଛି। ତ ପିଲାମାନେ ଚାଷୀଟି ଦେଖିଲା ଯେ ବଳଦଟି ବୁଢ଼ା ହୋଇଯାଇଛି, ସେ ଆଉ ବେଶୀ କାମ କରିପାରୁନି, ସେଥିପାଇଁ ସେ ଆଉ ଗୋଟେ ବଳଦ ଆଣି ମଧ୍ୟ ରଖିଛି ହେଲା। ଆଉ ସେ ବୁଢ଼ା ବଳଦ ବା ହଡ଼ା ବଳଦକୁ ଆଉ ଆଗ ଭଳି ଭଲ ପାଉନାହିଁ, ଯେହେତୁ ସେ ଆଗ ଭଳି ଆଉ କାମ କରିପାରୁନାହିଁ ଆଉ ଆଗ ଭଳି ମଧ୍ୟ ତାକୁ ଆଉ ଖାଇବାକୁ ଦେଉନାହିଁ। ହେଲେ ମତେ ଆଉ ଆଗ ଭଳି ଖାଇବା ଦଉନି। ତ ପିଲାମାନେ ତାକୁ ଆଉ ଆଗ ଭଳି ଖାଇବା ଦଉନି କାହିଁକି ପିଲାମାନେ? ଯେହେତୁ ସେ ବୁଢ଼ା ହୋଇଯାଇଛି, ଆଗ ଭଳି ଆଉ କାମ କରିପାରୁନି, ସେଥିପାଇଁ ତାକୁ ଆଉ ସେ ଭଲସେ ଭଲ ପାଉନାହିଁ ହେଲା, ଆଗ ଭଳି ଆଉ ଭଲ ପାଉନାହିଁ କି ଆଗ ଭଳି ଆଉ ଖାଇବା ଦେଉନାହିଁ। ମୋର ସେଇ ଗଲା କଥାକୁ ମନେ ପକାଇଲେ ମତେ ଭାରି ଖରାପ ଲାଗୁଛି। ତ ପିଲାମାନେ ଯେତେବେଳେ ସେ ବଳଦଟି ଆଗ କଥା ମନେ ପକାଉଛି ତାକୁ ବହୁତ ଖରାପ ଲାଗୁଛି ବା ଦୁଃଖ ଲାଗୁଛି। ଆଉ ସେ ଭାବୁଛି ଯେତେବେଳେ ସେ କଣ କାମ କରିପାରୁଥିଲା ସେତେବେଳେ ଚାଷୀ ତାକୁ ବହୁତ ଭଲ ପାଉଥିଲା, ତାକୁ ଭଲ ଖାଇବା ପାଇଁ ମିଳୁଥିଲା। ଏବେ ଯେତେବେଳେ ସେ ବୁଢ଼ା ହୋଇଯାଇଛି ଆଉ କାମ ଠିକ ସେ କରିପାରୁନି, ସେତେବେଳେ ଚାଷୀଟି ତାକୁ ଆଉ ଭଲ ପାଉନି କି ଭଲ ଖାଦ୍ୟ ଖାଇବାକୁ ଦଉନି। ଏ କଥା ସେ ମନେ ପକାଇକି ବହୁତ କଣ ଦୁଃଖ କରୁଛି, ମନ ଦୁଃଖ କରୁଛି। ତାପରେ ଦେଖିବା ପିଲାମାନେ କଣ ହେଲା, କୁକୁର କହିଲା, ତୁ ଯାହା କହ, ଏବେ ବି ତତେ ଚାଷୀ ତା ପାଖରେ ରଖିଛି, ତୁ ତାକୁ କାହିଁକି ଏତେ ଖରାପ ଭାବୁଛୁ? ତ ପିଲାମାନେ ଏଇ ବଳଦଟିର କଥା ଶୁଣିବା ପରେ କୁକୁରଟି ତାକୁ କହୁଛି, ତୁ ଯାହା କହ ବଳଦ, ଏବେ ବି ତତେ ଚାଷୀ ତା ପାଖରେ ରଖିଛି ବା ତା ଘରେ ରଖିଛି, ତୁ ତାକୁ କାହିଁକି ଏତେ ଖରାପ ଭାବୁଛୁ? ତ ଏଇଭଳି ପ୍ରଶ୍ନ ପିଲାମାନେ କୁକୁରଟି ପୁଣି ବଳଦକୁ ପଚାରିଲା। ତ ପିଲାମାନେ ଏଇ ଛବି ତମାନେ ଦେଖିପାରୁଥିବ, ଏଇଠି ଗୋଟିଏ ଖୋଲା ପଡ଼ିଆ ଯେଉଁଠାରେ କିଛି ଗଛ ମଧ୍ୟ ଦେଖିବାକୁ ମିଳୁଛି। ସେଇ ଗଛ ମୂଳରେ ଛାଇରେ ଏଇଠି ବଳଦଟିକୁ ତମାନେ ଦେଖିପାରୁଥିବ ଆଉ ଗୋଟିଏ କୁକୁରକୁ ମଧ୍ୟ ଦେଖିପାରୁଥିବ। ଆଉ ସେ ଦୁଇ ଜଣଙ୍କ ମଧ୍ୟରେ ଏଇଭଳି କଥାବାର୍ତ୍ତା ଲାଗି ରହିଛି। ତ ପିଲାମାନେ ଦେଖିବା କୁକୁରର କଥା ଶୁଣିବା ପରେ ବଳଦଟି ମଧ୍ୟ କଣ କହିଛି,
ଏ କଥା ଶୁଣି ବଳଦ କହିଲା, ରେ କୁକୁର, ମୋ ପାଖରୁ ଚାଷୀ ତା କାମ ହାସଲ କରି ଏବେ ମତେ ଭଲରେ ଦେଖୁନି। ତ ପିଲାମାନେ କୁକୁରର ଏଭଳି କଥା ଶୁଣିବା ପରେ କୁକୁର ଯେତେବେଳେ କହିଛି କି ଯାହା ହଉ ତତେ ମାଲିକ ଏବେ ବି ତା ଘରେ ରଖିଛି, ତୁ ବୁଢା ହେଲା ପରେ ବି ତତେ ମାଲିକ ଏବେ ଘରେ ରଖିଛି, ଆଉ ଖାଇବାକୁ ଦଉଛି, ତାପରେ ବି ତୁ ତା ନାଁରେ କାହିଁକି ଏମିତି କହୁଛୁ? ଏଇଭଳି କଥା ଶୁଣିବା ପରେ ବଳଦ କୁକୁର ମୁହଁରୁ ବଳଦ ପୁଣି କଣ କହିଛି ନା, ଏ କଥା ଶୁଣି ବଳଦ କହିଲା ଯେ, ରେ କୁକୁର, ମୋ ପାଖରୁ ଚାଷୀ ତା କାମ ହାସଲ କରି ଏବେ ମତେ ଭଲରେ ଦେଖୁନି ହେଲା। ମୋର କଣ, ମୋ ପାଖରୁ ଯେତିକି କାମ ହାସଲ କରିବା କଥା ସେ ହାସଲ କରିସାରିଛି, ତାପରେ ସେ ଆଉ ମତେ ଭଲରେ ଦେଖୁନି କି ଭଲରେ ଖାଇବାକୁ ଦଉନି, ମୋର ଦେହ ସବୁବେଳେ ଖରାପ ରହୁଛି। ତ ପିଲାମାନେ ଯେହେତୁ ସେ ବୁଢା ହୋଇଯାଇଛି, ତା ଦେହରେ ଆଉ ବଳ ନାହିଁ, ସେଥିପାଇଁ ସେ କହୁଛି କଣ ନା, ମୋ ଦେହ ସବୁବେଳେ ଖରାପ ରହୁଛି, ମୋର ବେଶୀ ଖାଇବା ଦରକାର ହେଉନି। ତ ପିଲାମାନେ ଯେହେତୁ ସେ ବୁଢା ହୋଇଯାଇଛି, ସେଥିପାଇଁ ତାର ବେଶୀ ଖାଇବା ଦରକାର ହଉନି ବୋଲି ସେ କହୁଛି, ମୋର ଟିକିଏ ଆଦର ଦରକାର, ହେଲେ ଚାଷୀକୁ ଆଉ ସମୟ ହେଉନି। ତ ପିଲାମାନେ ବଳଦଟି ବହୁତ ଦୁଃଖର ସହିତ କହୁଛି ଯେ, ମୋର ଯେହେତୁ କଣ, ମୁଁ ଯେହେତୁ ବୁଢା ହେଇଯାଇଛି, ଆଗ ଭଳି ଆଉ କାମ କରିପାରୁନି, ଚାଷୀ ମତେ ଆଉ ଭଲ ପାଇ ପାରୁନାହିଁ, ଚାଷୀ ମତେ ଆଉ ଭଲ ଦେଖୁନି ବା ଭଲ ଖାଇବାକୁ ଦଉନି, କି ମତେ ଆଉ ଆଗ ଭଳି ଭଲ ପାଉନି ହେଲା। ତ ମୋର ଦେହ ସେଥିପାଇଁ ସବୁବେଳେ ଖରାପ ରହୁଛି, ମୋର ବେଶୀ ଖାଇବା ଦରକାର ହେଉନି। ତ ପିଲାମାନେ ବଳଦଟି କହୁଛି ଯେ, ମୋର ବେଶୀ ଖାଇବା ଦରକାର ହଉନି ବା ମୁଁ ବେଶୀ ଖାଇବା ପାଇଁ ଚାହୁଁନି, ମୋର ଖାଲି ଟିକେ ଆଦର ବା ସ୍ନେହ ଦରକାର, ହେଲେ ଚାଷୀକୁ ଆଉ ସମୟ ହେଉନି ହେଲା। ସେ କେବଳ ରୋଜଗାରରେ ଲାଗିଛି, ମୁଁ ଚାଷୀ ବୁଝିବା ଭଳି କଥା କହିପାରୁନି କି ତାର ବୁଝିବା ଇଚ୍ଛା ନାହିଁ, ସେ କଥା ମୁଁ କହିପାରିବିନି। ମୋର ଆଗ କଥା ମନେ ପକାଇ ଭାବିଲେ ମୋ ଆଖିରେ ଲୁହ ଗଡ଼ି ପଡ଼େ, କଣ କରିବି? ମୋ ନିଜ କଥା ଭାବି ଚଳିବାରେ କେତେ ଅସୁବିଧା ହେଉଛି ସେ କଥା ମୁଁ ହିଁ ଜାଣେ। ତ ପିଲାମାନେ ପୁଣି ବଳଦଟି ଦୁଃଖର ସହିତ କହୁଛି ଯେ, ସେ କେବଳ ରୋଜଗାରରେ ଲାଗିଛି। ତ ପିଲାମାନେ କିଏ ନା, ଚାଷୀଟି କେବଳ ରୋଜଗାରରେ ଲାଗିଛି। ସେ ବଳଦଟିକୁ ବଳଦ ଠାରୁ ଯାହା କିଛି କାମ ହାସଲ କରିବା କଥା ସେ କରିସାରିଛି, ଏବେ ବଳଦଟି ବୁଢା ହୋଇଯାଇଛି, ସେ ଆଗ ଭଳି ଆଉ ବଳଦକୁ ଭଲ ପାଉନାହିଁ କି ଖାଇବାକୁ ଦେଉନାହିଁ ହେଲା। ବଳଦଟି କହୁଛି, ମୁଁ ମଧ୍ୟ ଚାଷୀ ବୁଝିବା ଭଳି କିଛି କଥା କହିପାରୁନାହିଁ କି କିଛି କାମ ମଧ୍ୟ କରୁନାହିଁ ହେଲା। ମୋର ଆଗ କଥା ମନେ ପକାଇ ଭାବିଲେ ମତେ କଣ, ମୋ ଆଖିରେ ଲୁହ ଗଡ଼ି ପଡୁଛି, ଆଉ ମତେ ବହୁତ ଦୁଃଖ ଲାଗୁଛି, ମୁଁ କଣ କରିବି? ମୋ ନିଜ କଥା ଭାବି ଚଳିବାରେ କେତେ ଅସୁବିଧା ହେଉଛି ସେ କଥା ମୁଁ ଜାଣେ। ତ ପିଲାମାନେ ବଳଦଟି କହୁଛି ଯେ, ମୁଁ ଯେହେତୁ ବୁଢା ହୋଇଯାଇଛି, ମୋ ନିଜ କଥା ଭାବିଲା ବେଳକୁ ବା ଚଳିବାରେ କେତେ ଅସୁବିଧା ହେଉଛି ସେ କଥା ମୁଁ ହିଁ ଜାଣୁଛି, ମୋ ଛଡା କେହି ବି ଜାଣିପାରିବେ ନାହିଁ ହେଲା। ତ ଦେଖିବେ ପିଲାମାନେ ତାପରେ କଣ କହୁଛି କୁକୁରଟି। ବଳଦ କଥା ଶୁଣି କୁକୁର ମନ ଖରାପ ହୋଇଗଲା। ତ ପିଲାମାନେ ବଳଦ ମୁହଁରୁ ଏପରି କଥା ଶୁଣିବା ପରେ କୁକୁରର ମନ ଖରାପ ହୋଇଗଲା। ସେ ପୁଣି ବଳଦକୁ କହିଲା, ବଳଦ, ତୁ ଯାହା କହ, ତତେ କେହି ଗୋଡଉନି। ତ ପିଲାମାନେ କୁକୁରଟି କହୁଛି ଯେ ହେଲା, କୁକୁରଟି କଣ ନା, ବଳଦ ମୁହଁରୁ ଏଭଳି କଥା ଶୁଣିବା ପରେ ତାର ମନ ଖରାପ ହୋଇଯାଇଛି। ସେ ପୁଣି ବଳଦକୁ କହୁଛି ଯେ, ବଳଦ, ତୁ ଯାହା କହ ପଛେ ତତେ କେହି ଗୋଡଉନି ହେଲା, ତତେ କେହି ଗୋଡଉନାହାନ୍ତି, ତୁ ଏଇଠି ଘାସ ଚରୁଛୁ, ତଥାପି ତତେ ସଭିଏଁ ଦୟା ଆଖିରେ ଚାହିଁବାରୁ ତୁ ଭଲରେ ଚଳି ଯାଉଛୁ। ତ ପିଲାମାନେ ସେଇଠୁ କୁକୁରଟି ତାକୁ କହୁଛି ଯେ, ବଳଦ, ଯାହା ହଉ ପଛେ, ଯାହା କହ ପଛେ, ତତେ କେହି ଗୋଡଉନାହାନ୍ତି, ତୁ ଏଇଠି ଆରାମରେ କଣ ଘାସ ଖାଉଛୁ ବା ଘାସ ଚରୁଛୁ, ତତେ ସଭିଏଁ ଦୟା ଆଖିରେ ଚାହିଁବାରୁ ତୁ ଭଲରେ କଣ କରିପାରୁଛୁ ନା ଚଳି ଯାଉଛୁ ହେଲା। ହେଲେ ମତେ ସଭିଏଁ ଗୋଡେଇ ଦେବାରୁ ମୁଁ ଭଲରେ ଖାଇପାରୁନି। ତ ପିଲାମାନେ ତମାନେ ଦେଖିଥିବ, କୁକୁରକୁ ଯେକୌଣସି ଲୋକ ଦେଖିଲେ ବି ହେଲା, ସେ କିଛି ଦୋଷ କରୁ କିମ୍ବା ନ କରୁ, ତାକୁ ସମସ୍ତେ ଗୋଡାଇଥାନ୍ତି ହେଲା। ସେଥିପାଇଁ କୁକୁରଟି ଏଠି ମନ ଦୁଃଖରେ କହୁଛି ଯେ, ଯାହା ହଉ ବଳଦ, ତତେ କେହି ବି ଗୋଡଉନାହାନ୍ତି, ଆଉ ସମସ୍ତେ ତତେ ଦୟା ଆଖିରେ ଚାହୁଁଥିବାରୁ ତୁ ଭଲରେ ଚଳି ଯାଉଛୁ, ହେଲେ ମତେ ସଭିଏଁ ଗୋଡେଇ ଦେବାରୁ ମୁଁ ଭଲରେ ଖାଇବି ପାରୁନି ହେଲା। ତ ପିଲାମାନେ ତମାନେ ଦେଖିଥିବ, କୁକୁରକୁ କଣ ଲୋକମାନେ ଯେଉଁଠି ବି ଦେଖନ୍ତି ସେଠି ବି କଣ ତାକୁ ମାରିଥାନ୍ତି, ଶାନ୍ତିରେ ତାକୁ ଖାଇବାକୁ ବି ଦିଅନ୍ତିନି। ସେଇ କଥା ଏଠି କୁକୁର ଦୁଃଖର ସହିତ କହୁଛି, ମତେ କେଉଁଠି ଭଲରେ ଖାଦ୍ୟ ମିଳେ ନା। ତ ପିଲାମାନେ କୁକୁର କହୁଛି, ମତେ କୋଉଠି ଭଲରେ ଖାଦ୍ୟ ମିଳେ ନା, ଯାହା ମିଳିବ ସେ ପୁଣି ଅଇଁଠା ଫୋପଡା ହେବା କଥା। ତ ପିଲାମାନେ ଆଉ ଯୋଉଠି ବି ମତେ ଖାଦ୍ୟ ମିଳେ ସେ ପୁଣି ଅଇଁଠା ଖାଦ୍ୟ ବା ଫୋପଡା ହେଇଥିବା ଖାଦ୍ୟ। ଏଇ କଥା କୁକୁର କାହାକୁ କହୁଛି ନା, ବଳଦକୁ କହୁଛି। ହେଲେ ମତେ ଭୋକ ହୋଇଥିବାରୁ ସେ ସବୁ ମୁଁ ଖୁସିରେ ଖାଏ। ତ ପିଲାମାନେ ବଳଦଟି କହୁଛି ଯେ, ମତେ ଭୋକ ହୋଇଥିବାରୁ ବା ଜୋରେ ଭୋକ ଲାଗିବାରୁ ମୁଁ ସେ ସବୁ ଖାଦ୍ୟକୁ ଖୁସିରେ ଖାଇ ଦେଇଥାଏ, ବିନା ଖାଇବାରେ ମୁଁ ଜିଇ ପାରିବି କି? ତ ପିଲାମାନେ ସେ କହୁଛି, ମୁଁ ଯଦି ନ ଖାଇବି ତାହେଲେ ମୁଁ ଜିଇ ପାରିବି କି
ବଞ୍ଚି ପାରିବି କି? ହେଲା କୁକୁର କହୁଛି। ତ ପିଲାମାନେ ଏହିଭଳି କୁକୁରଟି ତାର ଦୁଃଖର କଥା ବଳଦକୁ କହୁଛି, ଆଉ ବଳଦ ତାର ଦୁଃଖର କଥା ମଧ୍ୟ କୁକୁରକୁ କହୁଛି। ତ ପିଲାମାନେ ଦେଖିବା ତାପରେ କ'ଣ ହେଇଛି। ଏଣୁ ସବୁବେଳେ ମୋର ଖାଇବା ପାଇଁ ମୁଁ ଏପଟ ସେପଟ ଦୌଡ଼ିଥାଏ। ତ ପିଲାମାନେ କୁକୁରଟି କହୁଛି ଯେ ମୁଁ କେବେ ବି ଖାଇବା ବିନା ବଞ୍ଚି ପାରିବିନି, ହେଲେ ସେଥିପାଇଁ ମୁଁ ଖାଇବା ପାଇଁ ଏପଟ ସେପଟ ଦୌଡ଼ୁଥାଏ। ତଥାପି ମୋତେ କେହି ଦୟା ବଦଳରେ ପିଟିବାକୁ ଗୋଡ଼େଇଲେ ମୁଁ ଦୌଡ଼ି ପଳାଏ। ତ ପିଲାମାନେ କୁକୁରଟି କହୁଛି କ'ଣ କହୁଛି ନା ସବୁବେଳେ ମୁଁ ଖାଇବା ପାଇଁ ଏପଟ ସେପଟ ଦୌଡ଼ିଥାଏ, ତଥାପି ମୋତେ କେହି ଦୟା ବଦଳରେ କ'ଣ କରିଥାନ୍ତି ନା ପିଟିବାକୁ ଗୋଡ଼େଇଥାନ୍ତି, ଆଉ ସେଇ ମାଡ଼ ଭୟରେ ମୁଁ ଦୌଡ଼ି ସେଠୁ ପଳାଇଥାଏ। ଏପଟେ ପେଟରେ ଭୋକକୁ, ଉପରେ ପୁଣି ମାଡ଼ର ଭୟ। ତ ପିଲାମାନେ କୁକୁରଟି ପୁଣି ଦୁଃଖର ସହିତ କହୁଛି ଯେ ଏପଟେ ପୁଣି ପେଟର ଭୋକକୁ, ସେପଟରେ ପୁଣି ମାଡ଼ର ଭୟ। କ'ଣ କରିବି? ତୋର ଯେମିତି ଭାବନା ଆସୁଛି, ମୋର ଟିକିଏ ଅଲଗା ହେଲେ ବି ଏକା ଭାବନା ଆସୁଛି। ତ ପିଲାମାନେ କୁକୁରଟି କହୁଛି ଯେ କ'ଣ ବା ମୁଁ କରିପାରିବି? ଏଣେ ପେଟର ଭୋକକୁ, ପୁଣି ଉପରେ ମାଡ଼ର ଭୟ। ତା ଛଡ଼ା ମୁଁ ଖାଦ୍ୟ ବିନା ବଞ୍ଚି ପାରିବି ନାହିଁ। ତୋର ଯେମିତି ଭାବନା ଆସୁଛି ବା ତୋ ମନରେ ଯେମିତି ସବୁ ଭାବନା ସୃଷ୍ଟି ହେଉଛି, ମୋର ବି ସେଇଭଳି ଭାବନା ଆସୁଛି। ତୁ କରି କରି ଆସୁଛୁ, ତଥାପି ତତେ ଆଦର ନାହିଁ। ତ ପିଲାମାନେ କୁକୁରଟି ବଳଦକୁ କହୁଛି ଯେ ତୁ ଯେତେ କଲେ ବି ହେଲା, ତୁ ଯେତେ ବି କାମ କରି କରି ସବୁ ଆସିଛୁ, ତାପରେ ବି ତତେ ଆଦର ନାହିଁ। ହେଲେ ମୁଁ ଜଗୁଆଳି ଭାବରେ ଜଗି ରହେ, ତଥାପି ମୋତେ ଭଲରେ ଖାଇବାକୁ ମିଳେ ନା। ତ ପିଲାମାନେ କୁକୁରଟି ଏଠି ଦୁଃଖର ସହିତ କହୁଛି ଯେ କ'ଣ କହୁଛି ବଳଦକୁ ନା ତୁ ଏତେ କାମ କଲା ପରେ ବି, ତାପରେ ବି ତତେ ଆଦର ନାହିଁ। ହେଲେ ମୁଁ ଲୋକଙ୍କ ମାନଙ୍କ ଘର ଜଗିବା ପରେ ବି ହେଲା, ତଥାପି ମୋତେ ଭଲରେ ଖାଇବାକୁ ମିଳେ ନାହିଁ। ଏଣୁ ତୋର ମୋର ଏକା କଥା ହେଲା। ଆଜି ଯଦି ମଣିଷ କାହାଠୁ କିଛି ଉପକାର ନ ପାଏ, ତେବେ ତାକୁ ଭଲରେ ରଖେଇ ଦିଏ ନା। ତ କୁକୁରଟି ପିଲାମାନେ ସୁନ୍ଦର ଭାବରେ କହିଛି କ'ଣ, ଆଜି ଯଦି ମଣିଷ କାହାଠାରୁ କିଛି ବି ଉପକାର ନ ପାଏ, ତେବେ ତାକୁ ଭଲରେ କ'ଣ କରେ ନା ରଖେଇ ଦିଏ ନା। ହେଲେ ଆମେ ଦିଟା କିଛି ନା କିଛି କାମ କରୁ। ତ ପିଲାମାନେ ସେଠୁ କୁକୁରଟି କ'ଣ କହୁଛୁ ନା ଆମେ ଦିଟା କିଛି ନା କିଛି କାମ କରୁ। ତୁ ଆଗରୁ କରି ଏବେ ପାଉନୁ, ମୁଁ ସବୁବେଳେ କାମ କରିବି କିଛି ପାଏ ନା। ତ ପିଲାମାନେ କୁକୁରଟି କ'ଣ କହୁଛି ନା ତୁ ଆଗରୁ କାମ କରି ଏବେ ପାଉନୁ ହେଲା। ଆଗରୁ କାମ କରୁଥିଲୁ, ମାଲିକ ତତେ ଭଲ ଖାଇବାକୁ ଦଉଥିଲା, ଏବେ କିନ୍ତୁ କାମ କରିପାରୁନୁ, ମାଲିକ ତତେ ଭଲ ଖାଇବାକୁ ଦଉନି କି ଆଉ ଭଲ ପାଉନି। ମୁଁ ସବୁବେଳେ କାମ କରିବି କିଛି ପାଏ ନା। ତ ପିଲାମାନେ କୁକୁର କହୁଛି ମୁଁ ସବୁବେଳେ ମାଲିକର କିଛି ନା କିଛି କାମ କରେ, ତାର ଘର ଜଗେ, ତାପରେ ବି ମୋତେ ଭଲରେ ଖାଇବାକୁ ମିଳେ ନା ହେଲା। ଏଥିପାଇଁ ତତେ କହୁଛି ତୁ ବୁଢ଼ା ହେଲୁଣି, ତୋ ଜୀବନରେ ତୁ ଯେତେ କଥା ଦେଖିଛୁ କି ଶିଖିଛୁ, ତୁ ସେଥିରୁ ଭାବି କ'ଣ ଗୋଟିଏ ବାଟ ଭାବ, ଯେମିତି ସେଇ ବାଟରେ ଆମେ ଦୁଇଟା ଯିବ ଟିକେ ଭଲରେ ଖାଇପାରିବା। ତ ପିଲାମାନେ କୁକୁରଟି ପୁଣି ଦୁଃଖର ସହିତ କହୁଛି ଯେ ବଳଦକୁ ତୋ ଜୀବନରେ ତୁ ଯେତେ କଥା ଦେଖିଛୁ ହେଲା, ଯାହା ବି କିଛି ଶିଖିଛୁ, ସେଥିରୁ ଭାବି କ'ଣ ଗୋଟିଏ ବାଟ ତୁ ବାହାର କର ହେଲା, ଯେମିତି ସେଇ ବାଟରେ ଆମେ ଦୁଇଟା ଯିବ ଟିକେ ଭଲରେ ଖାଇପାରିବା। ଏମିତି ଗୋଟେ କିଛି ଉପାୟ ତୁ ବାହାର କର, ସେଇ ବାଟରେ ଆମେ କ'ଣ କରିବା ନା ଆମେ ଦୁଇ ଜଣ ଟିକେ ଭଲରେ ଖାଇପାରିବା, ଆଉ ଟିକେ ଶାନ୍ତିରେ ବଞ୍ଚିପାରିବା। ତୁ ତ ଅନୁଭବରୁ ତୁ କାହାକୁ ଶିଖେଇବୁ, ମୁଁ ମୋର କାମ କରିବାର ଇଚ୍ଛାକୁ ପୂରଣ କରିପାରିବି। ତ ପିଲାମାନେ କୁକୁରଟି ପୁଣି ଶେଷରେ କହୁଛି ଯେ ତୁ ତ ଅନୁଭବରୁ ତୁ କାହାକୁ ଶିଖେଇବୁ, ମୁଁ ମୋର କାମ କରିବାର ଇଚ୍ଛାକୁ ପୂରଣ କରିପାରିବି। ତ ଏଇ କଥା ପିଲାମାନେ କୁକୁରଟି ବଳଦକୁ କହୁଛି। ତ ପିଲାମାନେ ଦେଖିବା ପୁଣି ସେମାନଙ୍କ ମଧ୍ୟରେ କ'ଣ କଥା ଚାଲୁ ରହିଲା। କୁକୁରର କଥା ଶୁଣି ହଡ଼ା ବଳଦ ଆହୁରି ବେଶୀ ଲୁହ ଗଡ଼େଇ ଦେଲା ଓ କହିଲା, ରେ କୁକୁର, ତୋ କଥା ଶୁଣି ମୁଁ ମୋର ଆଦର ପାଇବା ଇଚ୍ଛା ଭୁଲିଗଲିଣି। ତ ପିଲାମାନେ କୁକୁରର ଏଭଳି କଥା ଶୁଣିବା ପରେ ହଡ଼ା ବଳଦଟି ଆହୁରି ବେଶୀ ଲୁହ ଗଡ଼ାଇ ଦେଲା ହେଲା। ସେ ପୁରୁଣା କଥାକୁ ଭାବି ପୁଣି କାନ୍ଦିଲା ଆଉ କହିଲା, ରେ କୁକୁର, ତୋର କଥା ଶୁଣି ମୁଁ ମୋର ଆଦର ପାଇବା ଇଚ୍ଛା ବି ଭୁଲିଗଲିଣି ହେଲା, ଆଉ ସ୍ନେହ ଆଦର ଏସବୁ ପାଇବାର ଆଶା ହିଁ ମୋର ଆଉ ନାହିଁ। ମୁଁ ତ ବୁଢ଼ା ହେଇଗଲିଣି, ଆଉ କେତେ ଦିନ ଯିବି ବା ଆଉ କେତେ ଦିନ ବଞ୍ଚିବି? ତୋ ପାଇଁ କାହାର ଦୟା ନଥିବା କଥା ମୋତେ ବହୁତ ଆଘାତ ଦେଉଛି, ତଥାପି ମୁଁ କ'ଣ କରିପାରିବି? ତ ପିଲାମାନେ ସେଇଠୁ ବଳଦଟି କୁକୁରକୁ କହୁଛି ଯେ ଆଉ ମୁଁ କେତେ ଦିନ ଯିବି ବା ଆଉ କେତେ ଦିନ ବଞ୍ଚିବି? ତୋ ପାଇଁ କାହାର ଦୟା ନଥିବା କଥା ମୋତେ ବହୁତ ଆଘାତ ଦେଉଛି ବା ବହୁତ କଷ୍ଟ ଦେଉଛି ହେଲା। ତୁ ଲୋକମାନଙ୍କର ଘର ଜଗୁଛୁ, ତାପରେ ବି ଲୋକମାନେ ତତେ ଭଲରେ ଖାଇବାକୁ ଦଉନାହାନ୍ତି, ଯୋଉଠି ଦେଖୁଛନ୍ତି ସେଇଠି ତତେ ମାରୁଛନ୍ତି। ଏ କଥା ଭାବିକି ମୋତେ ବହୁତ ଦୁଃଖ ଲାଗୁଛି ହେଲା।
बा तोर ए कथा सब भाविला बेलू मते बहुत आघात देउछि हला तथापि मु कौन करि परिबी आज दुनिया पूरा बदली गलानी। तो पिला माने बलदटी कहूछि जे तथापि मु बा कौन करि परिबी आज दुनिया पूरा बदली गलानी। सेई चाषी घरे रही देखिछि जे तार घरे दुईटा बुढ़ा बुढ़ी को सबुबेले निजर खाइबा पई चाषीर दया को चाही रहिबाको पड़े। तो पिला माने बलदटी पुणी कहूछि जे कौन कहूछि ना से चाषी घरे रही देखिछि हा से चाषी घरे रही देखिछि जे तार घरे दुईटा बुढ़ा बुढ़ी को बा चाषीर बापा मां को से देखिछि बोली कुकुर पाखरे कहूछि। आउ से बुढ़ा बुढ़ी दुई जन को कौन करंती ना सबुबेले निजर खाइबा पई किपरि चाषीर दया को चाही रहिबाको पड़े हला से चाषीर हाथ को से बड़ी चाही रही थांती जे तांको केतेबेले खाइबाको मिलिबो। से दुई बुढ़ा बुढ़ी को आदर मिलिबा तो दूरर कथा टिके भल कथा शुणिबा भी जुटे ना। तो पिला माने सेठू बलदटी कहूछि जे हला से बुढ़ा बुढ़ी दुई जन को बा चाषीर बापा बों को टिके कौन भल खाइबा तो दूरर कथा हला भल कथा पदे सुधा शुणिबाको मिले ना। सेई बुढ़ा बुढ़ी से चाषी को केते आदर रे बड़ करिबा ठारू किछि असुविधारे न पड़िबा पई ताकू पाखे पाखे रही एते बाट आनिबा परे भी चाषी ताकू भलरे देखेना। तो पिला माने बलदटी पुणी कहूछि जे सेई बुढ़ा बुढ़ी बा चाषीर बापा मां हला चाषी को केते आदर जत्न रे बढ़ाइचंती हला बा चाषीटी किपरि असुविधारे न पड़िबो ताकू पाखे पाखे रही एते बाट आनिछंती बड़ मनीष करिछंती हला किंतु ता परे भी चाषी तांको भलरे देखेना भलरे खाइबाकू दिए ना भलरे कथा पदे भी हुए ना। एणु तते कहूछि जे जहा सी सेमिति रहिबो जी भल सी भल ही होई परिबो। तो पिला माने पुणी पुणी कौन कहूछि ना पुणी बलदटी कहूछि कुकुर को जे जी जहा सी सेमिति ही रहिबो जी भल सी भल ही होई परिबो। तो पिला माने सेठू चाषीटी कहूछि जे एणु तते कहूछि हला जी जहा सी सेमिति रहिबो जी भल सी भल ही होई परिबो। मु काम करी करी बुढ़ा हेली तू भी जगी जगी बुढ़ा हेबो। तो पिला माने शेषरे बलदटी कहूछि कुकुर को कौन बहुत सुंदर भाव बुझाई कहूछि जे चाषीर बापा मां ताकू एते बड़ कले हला सबु असुविधा रे ताकू सहाय्य कले केते स्नेह आदर जत्न रे बढ़ाइले तापरे भी चाषी तांकू भलरे खाइबा कौन खाइबाकू देबा तो दूरर कथा भल पदे कथा मध्य कहूनाई। तापरे भी मु तते कहूछि जे कौन जी जहा सीए सेमिति रहिबो जी भल से भल ही होई परिबो हला मु काम करी करी बुढ़ा हेली हला तू भी जगी जगी बुढ़ा हेबो हला ए कथा बलदटी कुकुर को कहूछि। सबु मनीष दिने बुढ़ा हेबो तेणु से कथा मने पकाई भल मनीष केबे खराब हेबनी से भल मनीष सबु बुढ़ा बुढ़ी निरीह जीव को दया देखैबो तू भी रह तू भी गोटिए भल मनीष दिने ना दिने पाइबू जे तो कथा बुझी पारिबो। तो पिला माने सेठू बलदटी पुणी कुकुर को कहूछि कोन सबु मनीष दिने बुढ़ा हेबे सबु मनीषंकर दिने ना दिने बुढ़ा हेबे हला सेमाने मध्ये सेई भଳି भाबरे कोन खाइबा को पाइबे नाही सेई भଳି स्नेह आदर पाइबे नाही तेणु सेई कथा मने पकाई भल मनीष केबे खराब हेबनी हला सेई भल मनीष सबु बुढ़ा बुढ़ी निरीह जीव को दया देखैबो। तो पिला माने सेठू बलदटी कहूछि ए दुनिया रे सबु मनीष खराब नुहंती ए दुनिया रे हला बहुत किछि भल लोक भी अछंती से भल लोक बुढ़ा बुढ़ी मानंकु बा निरीह जीव को दया देखैबो हला तू भी रह हला तू भी गोटिए भल मनीष दिने ना दिने पाइबू जी तो कथा बुझी पारिबो हला जी भी तते कोन नेई कोन ता घर जगाइबो जी भी तो कथा बुझी पारिबो आ तते स्नेह आदर करिबो आ तते भलरे खाइबाकू निहाती भाबरे दबो हला। तो पिला माने एही बड़ी भाबरे बलदटी सुंदर भाबरे कुकुर को बुझाई कहछि। तो पिला माने ए छवि रे तमाने देखि पारुथबो तो पिला माने ए छवि रे तमाने देखि पारुथबो एठी निरीह कुकुरटी किपरि कोन निज भोक सही न पारि से किपरि एठी अइठा पत्र को चाटुछि। तो पिला माने एही कुकुरटीर भाग्य मध्य निजर परिवर्तन हबो आ से दिने ना दिने भल लोक हाबुल रे पड़िबो आ सेई लोकटी ताकू बहुत स्नेह आदर दबो आ भलरे खाइबाकू मध्य दबो। तो पिला माने मु आशा करूछि निहाती भाबरे तमानकु ए गपटी भल लागिथिबो जदि तमानकु ए गपटी भल लागिथिबो निहाती भाबरे लाइक शेयर सब्सक्राइब करिया को जमा भी भूलिबनी। थैंक यू।